ମୋ ନାଁ ହେଉଛି ଜଗବନ୍ଧୁ ଦାସ। ଆରଉଦଗିରି ବ୍ଲକର ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ। ସାର୍ ଆଜି ଚଳିଗଡ଼ ପ୍ରକଳ୍ପକୁ ନେଇକି ଜିଲ୍ଲାପାଳ ଡାକିଥିଲେ ସମସ୍ତ ଗ୍ରାମବାସୀଙ୍କୁ ଏବଂ ଯେଉଁମାନେ ବିସ୍ଥାପିତ ଅଛି ସମସ୍ତେ ଆଲୋଚନା କରିଛନ୍ତି ବୋଲି ଶୁଣାଗଲା। ସାର୍ କ'ଣ ଆଲୋଚନା କରାଗଲା ଆଉ ଏଇ ପ୍ରତିଶ୍ରୁତି କ'ଣ ମିଳିଲା ଆଉ ଆଗାମୀ ଦିନରେ ବିସ୍ଥାପିତଙ୍କ ପାଇଁ କ'ଣ କରାଯିବ ବୋଲି ପ୍ରତିଶ୍ରୁତି ପାଇଛନ୍ତି? ଦେଖନ୍ତୁ, ଏଇଟା ବହୁତ ଦିନର ସମସ୍ୟା। ଆକ୍ଚୁଆଲି ଏମାନଙ୍କର ଡିମାଣ୍ଡ ବହୁତ ଦିନରୁ ଏଇ ଯାକ ରହିଛି, ଯେମାନେ ଆଜି ପର୍ଯ୍ୟନ୍ତ ସୁଗୁବା, ଚରିଆପଦା ଏବଂ ତିଳିଗାଁ ଆଉ ଅନ୍ୟାନ୍ୟ ଗାଁ ଗୁଡ଼ାକ ସେମାନଙ୍କୁ ଥଇଥାନ କରାହେଇନି, ଜମି ଚିହ୍ନଟ କରାହେଇନି, ଯାରି ଫଳରେ କି ଏ ପ୍ରକାର ଲେଙ୍ଗେର ହେଇକି ଥିଲା ବହୁତ ଦିନ ହେଲା। ମଝିରେ ନୂତନ ଜିଲ୍ଲାପାଳ ଆସିଲା ପରେ ତାଙ୍କେ ଗୋଟେ ବୈଠକ ଡାକିଥିଲେ, ସେଇ ଉପରେ ଆଲୋଚନା କରିଥିଲେ ଏବଂ ସେମାନଙ୍କର ଜମି ଠାରୁ ଆରମ୍ଭ କରିକିରି କିମ୍ବା ଡିପି ଆଉ ଅନ୍ୟାନ୍ୟ ସେମାନଙ୍କର ଜୀବନ ଜୀବିକା ପ୍ରତି ଧ୍ୟାନର ଟିକେ କୋଉଠି ନା କୋଉଠି ଗ୍ୟାପ୍ ଥିଲା। ନୂଆ ଜିଲ୍ଲାପାଳ ଆସିଲା ପରେ ସିଏ ଥରେ ଦୁଇଥର ମିଟିଂ ଡାକିକି ସିଏ କିଛି ଗୋଟେ କାଗଜପତ୍ରର ଇଏ କରିଛନ୍ତି। କାମ ବି ଚାଲୁଥିଲା। ମଝିରେ ଏମାନଙ୍କର ଗୋଟେ ଆମର କାମ ପୂର୍ଣ୍ଣ ହେଇପାରିଲା ନାହିଁ, 3 ମାସ ହେଲା ଆଜି ପର୍ଯ୍ୟନ୍ତ ହେଇପାରିଲା ନାହିଁ ବୋଲି ମାନେ ଆମ ଅଞ୍ଚଳବାସୀ ଲୋକ ସେଟାକୁ ବନ୍ଦ କରିଥିଲେ। ଆଜି ଆଉ ଥରେ ଆମର କ୍ରିୟାନୁଷ୍ଠାନ କମିଟି ସେଠିର ସଭାପତି ଏବଂ ସମ୍ପାଦକ ଏବଂ ସେ 5 ଗାଁର ଲୋକମାନଙ୍କୁ ଡାକିକିରି ଆଜି ଗୋଟେ ବୈଠକ ଥିଲା। ଏଥିରେ ଏସ୍ପି, କଲେକ୍ଟର ଏବଂ ସବ୍ କଲେକ୍ଟର ଏବଂ ବିଭିନ୍ନ ବ୍ଲକ ସ୍ତରୀୟ ଜିଲ୍ଲା ସ୍ତରୀୟ ନେତା ମଧ୍ୟ ଉପସ୍ଥିତ ଥିଲେ। এই ଉପରେ ଗୋଟେ ଆଲୋଚନା ହେଲା ଯେ ତାଙ୍କୁ ଗଞ୍ଜାମ ଗଜପତିର ଗୋଟେ ପ୍ରଶାସନ ଲେଭେଲରେ ଟିମ୍ କରାଯିବ। ତାପରେ ଏମାନଙ୍କର ଯେଉଁ ଜାଗା ଚିହ୍ନଟ କରାଯିବ, ଯେଉଁମାନଙ୍କର ସେପଟେ ଗଞ୍ଜାମ ପଟେ ଜାଗା ଦିଆହେଇଛି ସେ ଜାଗା ଚିହ୍ନଟ କରାହେବ, ଅତି ଶୀଘ୍ର କରାହେବ। ଆରପିଡିସି ମିଟିଂ କରାହେବ। ତା ପାଇଁ ଗୋଟେ ଏଇ ଯେଉଁ ଜମିର ଅନ୍ୟାନ୍ୟ କାମ ଜାଗା ଆଙ୍କର 15ଟାରୁ କଲେକ୍ଟର କହିଲେ 9ଟା ପର୍ଯ୍ୟନ୍ତ ହେଇଛି, ଗଭର୍ଣ୍ଣମେଣ୍ଟକୁ ଯାଇକିରି କାମ ବନ୍ଦ ହେଇକି ରହିଛି। ଗଭର୍ଣ୍ଣମେଣ୍ଟର ସେଟା କରିବା ପାଇଁ ନିଷ୍ପତ୍ତି ହେଇଛି। ଏପଟେ କାମ ଚାଲୁ, ସେପଟେ ସେଟା ଚାଲୁ ରହିବା ପାଇଁ ବୋଲି ଆଜି ଫାଇନାଲ ହେଲା। ସାର୍ ଲାଗୁଛି କି ଯେଉଁ ପ୍ରତିଶ୍ରୁତି ମିଳିଛି ତାହା ଆମର ହେଇପାରିବ ବୋଲି, କାରଣ ବାରମ୍ବାର ଏପରି ପ୍ରତିଶ୍ରୁତି ବି ମିଳିଛି କିନ୍ତୁ କାର୍ଯ୍ୟକାରୀ ହେଇପାରୁନି, ଯାହାକି ଅଞ୍ଚଳବାସୀ ଦୁଃଖ ସଂଗ୍ରାମ ବି ଆଜି ବି ଜାରି ରଖିଛନ୍ତି। ଦେଖନ୍ତୁ, ଏଇଟା ଆକ୍ଚୁଆଲି ସେ ଅଞ୍ଚଳର ଲୋକର ଏଇଟା ଡିମାଣ୍ଡ ଆଉ ଏଇଟା ଜେନୁଇନ୍ କଥା। କାହିଁକି ଯେତେବେଳେ 5ଟା ଗାଁ ଲୋକ ସେମାନେ ବିସ୍ଥାପିତ ହେଇକି ଯିବେ, ତାଙ୍କମାନଙ୍କୁ ଯଦି ପ୍ରଶାସନ ଲେଭେଲରୁ ବାରମ୍ବାର ମିଟିଂ କରିକି ମଧ୍ୟ ସେମାନଙ୍କର ଯଦି ଥଇଥାନ କରିବେନି, ଏବେ 3 ମାସ ଦେଇଥିଲେ ଗୋଟେ ବୁଝାମଣା ହେଇଥିଲା, ତାପରେ ବନ୍ଦ ହେଲା। ଏବେ ସେମିତି ଆଉ ଥରେ ମାସ କି 2 ମାସ କି 4 ମାସ କିମ୍ବା ଏ ପ୍ରକାର ଯଦି କୌଣସି ମାନେ ଏସ୍ଟି ଲୋକମାନେ ସେମାନେ ଯଦି ବେନିଫିଟ୍ ପାଇବେ ନାହିଁ, ତାଙ୍କର ପ୍ରାପ୍ୟ ପାଇବେ ନାହିଁ, କୋଉଠି ନା କୋଉଠି ଆଉ ଥରେ ସେ ଇଏ ରହିଲେ ପୁନରାବୃତ୍ତି ହେଇପାରେ, ସେଟା କିଛି କହିହେବ ନାହିଁ। ଯେତେ ବାରମ୍ବାର ମିଟିଂ କରାହେଉଛି, ବାରମ୍ବାର ବୁଝା ହେଉଛି, ଆଜି ଇଏ କଲା ପରେ ମଧ୍ୟ ଯଦି ଡିସାଇଡ୍ କରିପାରିବେନି, ଆଉ 4 ମାସ 3 ମାସ ଗଲେ ଯଦି ସେମାନେ ପଇସା ପତ୍ର ପାଇବେନି ଆଉ ଥରେ ହସ୍ତକ୍ଷେପ କରିବେ। ଏଇଟା ତ ଦୀର୍ଘ 10 ବର୍ଷ 12 ବର୍ଷର ପ୍ରୋଜେକ୍ଟଟା ନା, ସେମାନେ ତାଙ୍କର ହକ୍ ନ ପାଇଲା ପର୍ଯ୍ୟନ୍ତ ତାଙ୍କୁ ଛାଡ଼ି ପାରିବେନି। ତାଙ୍କୁ କମ୍ପ୍ରମାଇଜ କରାହେଇଛି କିଛି ଦିନ ପାଇଁ ମିଳିବା ପାଇଁ। ପ୍ରତିଶ୍ରୁତି ମାନ୍ୟବର ଜିଲ୍ଲାପାଳଙ୍କର ଜିଲ୍ଲା ପ୍ରଶାସନଙ୍କର ମହତ୍ତ୍ୱଟା ଆମେ ରଖିବା ପାଇଁ ଚାହୁଁଛୁ। ଗରିବ ଲୋକର ଉନ୍ନତି ପାଇଁ ଆମର ଲକ୍ଷ୍ୟ।